ঝিওকু ফেরাও আমার দাবি ঝিওকু ফেরাও আমার দাবি। ଦାଦନଙ୍କ ଗଡ଼ କୁହାଯାଉଥିବା ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ଦାଦନ ଦୁଃଖ, ଯାହାକି ବାପାଙ୍କର ମୃତ୍ୟୁ ହେବା ପରେ ତାଙ୍କ 12 ବର୍ଷ ନାବାଳିକା ଝିଅକୁ ଇଟାଭାଟି ମାଲିକ ବନ୍ଧା ରଖିଛି। ମିଳିଥିବା ସୂଚନା ଅନୁଯାୟୀ ବେଲପଡ଼ା ଥାନା ସୁଲେଇକେଲା ଗାଁର କାହ୍ନୁ ମଲ୍ଲିକ ତାଙ୍କ ପରିବାର ସହିତ ତେଲେଙ୍ଗାନାକୁ ଇଟା ଗଢ଼ା କାମ ପାଇଁ ଯାଇଥିଲେ। ପରେ ସେଠାରେ କାହ୍ନୁଙ୍କ ଦେହ ଅତି ଅସୁସ୍ଥ ହେବାରୁ ଇଟାଭାଟି ମାଲିକ କାହ୍ନୁଙ୍କୁ ତାଙ୍କ ପରିବାର ସହିତ ଘରକୁ ପଠାଇ ଦେଇଥିଲେ ମଧ୍ୟ ଅଗ୍ରିମ ଦେଇଥିବା ଟଙ୍କା ସୁଝି ନଥିବାରୁ ତାଙ୍କ 12 ବର୍ଷର ନାବାଳିକା ଝିଅ ଅଙ୍କିତାକୁ ବନ୍ଧକ ରଖିଥିଲା। ତେବେ କାହ୍ନୁ ଘରକୁ ଆସିବା ପରେ ତାଙ୍କ ଦେହ ଅଧିକ ଖରାପ ହୋଇଥିଲେ ବି ସେ ନିଜ ଝିଅକୁ ଫେରାଇ ଆଣିବା ପାଇଁ ନିଜ ଭିଟାମାଟି ଖଣ୍ଡକ ବନ୍ଧା ରଖି ଦାଦନ ସରଦାରଙ୍କୁ 50,000 ଟଙ୍କା ଫେରାଇଥିଲେ। ସେପଟେ ଝିଅ ପାଇଁ ଟଙ୍କା ଯୋଗାଡ଼ କରିବା ଭିତରେ ନିଜ ସ୍ୱାସ୍ଥ୍ୟ କଥା ଭୁଲି ଯାଇଥିଲେ କାହ୍ନୁ। ହେଲେ ସେଥିରେ ବି ମାନି ନଥିଲା ଦାଦନ ସରଦାର। ଆଉ 30,000 ଟଙ୍କା ନଦେଲେ ଝିଅକୁ ଛାଡ଼ିବେ ନାହିଁ ବୋଲି କହିଥିଲା। ତେଣୁ କାହ୍ନୁଙ୍କ ରୋଗ ବଢ଼ିଯିବା ସହିତ ଝିଅ ଚିନ୍ତାରେ ଆଖି ବୁଜି ଦେଇଛନ୍ତି କାହ୍ନୁ। ତେବେ କାହ୍ନୁଙ୍କ ମୃତ୍ୟୁ ପରେ କିଛି ସ୍ୱେଚ୍ଛାସେବୀଙ୍କ ସହିତ ନିଜ ଘରେ ଶବ ରଖି ଧାରଣାରେ ବସି ରହିଥିଲେ ପରିବାର ଲୋକେ। ଖବର ପାଇ ବେଲପଡ଼ା ପୁଲିସ ସହିତ ବେଲପଡ଼ା ତହସିଲଦାର ପହଞ୍ଚି ଝିଅକୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ରେଡ୍କ୍ରସ ପାଣ୍ଠିରୁ 10,000 ଟଙ୍କା ଦେବା ପରେ ପରିବାର ଲୋକମାନେ ଧାରଣାରୁ ଓହରିଛନ୍ତି। ତେଣୁ ଖାଲି ଦେଖିବାକୁ ବାକି ରହିଲା ଯେ ଇଟାଭାଟି ମାଲିକ ପାଖରେ ବନ୍ଧା ଥିବା ନାବାଳିକା ଝିଅଟି କେବେ ନିଜ ପରିବାର ଲୋକଙ୍କ ପାଖକୁ ଫେରୁଛି। ঝিওকু ফেরাও আমার দাবি ঝিওকু ফেরাও আমার দাবি। ବଲାଙ୍ଗୀର ଜିଲ୍ଲାରୁ ରୂପେନ୍ଦ୍ର ମୁଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।